କନ୍ଧମାଳ କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ କବିତା ଅଶ୍ରୁ ସ୍ୱନ ମିନାପ 168। ଯୁଦ୍ଧ ଏକ ଅସତ୍ୟ କଥନ, ନିତ୍ୟ ଗର୍ବ ଅହଙ୍କାର, ଶିକ୍ଷା ଅଭିଯାନ, ସ୍କୁଲ ଶିଶୁଗଣ ନୀରବତାର ଶିକାର। ହିଂସା ତ ସେହି ଅମାନବ ଶୀର୍ଷ, ଇସ୍ରାଏଲ ଅପହରଣକୁ ବି ନିନ୍ଦେ। ଏକ ଅତ୍ୟାଚାର ତୋଳେ ହିଂସାର ପାହାଡ଼, ରଚନାରେ ମୁଣ୍ଡ ବିନ୍ଧେ। ଦୁନିଆ ରାସ୍ତାର ଆଲୋକ ବିନ୍ଦୁଏ, ଚକ୍ଷୁ ଘେନିଲେ ନିବୁଜ। ପୁଷ୍ପ ବିକଶିବା ପୂର୍ବରୁ ଝଡ଼ିଲେ ଆତ୍ମା ରୋଦନର ଭାବ। ଅମାନବ ଜନ ଉଚ୍ଚ ଆସନର, ହିଂସା ପ୍ରୀତିର ସ୍ୱନ। ସ୍ୱଧର୍ମପଣରେ ବାନ୍ଧି ରହିଲେ, ନିତ୍ୟ ଅତ୍ୟାଚାର କଥନ। କେଇ ମାତା ପିତା ଆତ୍ମ ହରେଇଲେ, ହାରିଲେ ଜୀବନର ଟୁକୁଡ଼ା। ଭୁଲ କହି କେବେ ଏଡ଼େଇ ହୁଏନି, ଏତ ନୁହେଁ ରଥ ବାହୁଡ଼ା। ଜୀବନ କ'ଣ ହିଂସା ରଚନା, ଲୁଚାଛପା ହତ୍ୟା ଖେଳ। ଶିକ୍ଷା ଲଭିବାର କରୁଣ ମୁଖୁଡ଼ା, ଫେରିଲେ ଶ୍ମଶାନ କୂଳ। ଦିନ ଦିବସର କଅଁଳ ସୁରୁଜ ଲୁଚିଯାଏ ଅନ୍ଧକାରେ। ଯେତେ ଝୁରି ହେଲେ ଆତ୍ମା ପ୍ରଯତ୍ନରେ, ସ୍ମୃତି ମନସ୍ତାପ ଘାରେ। ଯୁଦ୍ଧ ଅସତ୍ୟ ଅହଙ୍କାର ଦ୍ୱାର, ହିଂସାର ଅଭିନୟ। ମାନବ ଚେତନା ଦୁର୍ବଳ ହୁଏ, ହୃଦୟ ପ୍ରେମର କ୍ଷୟ। ଦୁଇ ବିଶ୍ୱଯୁଦ୍ଧ ନିତ୍ୟ ଶ୍ରବଣ, ଦୃଶ୍ୟ ଅମାନବ ସତା। ଯୁଦ୍ଧ ପରେ ପୁନଃ ଶାନ୍ତି ତ ଫେରେ, ବନ୍ଧୁ ସେହି ନୀରବତା। ସରିଯାଏ ଲୁହ ଚକ୍ଷୁର ଜୁଆର, ଖାଲି ହତାଶାପଣ। ହିଂସାପଣରେ ଧ୍ୱଂସର ତାଣ୍ଡବ, କେଉଁ ମାନବତାପଣ। ବନ୍ଧୁ ହିଂସାବାଦୀ କ୍ଷାନ୍ତ ହୁଅ ଧନ, ହୃଦୟ ଘେନ ଆଶ୍ୱାସନା। ହିଂସା ପଥରେ ଲହୁ ଲୁହ ଝର, ହୃଦୟ ବିଗ୍ଧ ଯନ୍ତ୍ରଣା। ରଚିଥିଲେ ବନ୍ଧୁ ରୁଷ ଉପନ୍ୟାସକାର, ଯୁଦ୍ଧ ଓ ଶାନ୍ତିର କଥନ। ନିତ୍ୟ ଯୁଦ୍ଧରେ ଅମାନବ ସତା, ବନ୍ଧୁ ଲିଓ ଟଲଷ୍ଟୟ ହୃଦସ୍ୱନ। ଯୁଦ୍ଧରେ ନିତ୍ୟ ଶୀର୍ଷ ଅମାନବ, ଅସତ୍ୟର ବହେ ସତା। ପୃଥିବୀ ରଚନା ମହା ଆକର୍ଷଣ, ପ୍ରଭୁଙ୍କର ସୃଷ୍ଟ ବାର୍ତ୍ତା। ସେଇ ବାର୍ତ୍ତା ହିଁ ଚିକାଗୋ ସମ୍ମିଳନୀ, ଭାତୃତ୍ୱ ନୁହେଁ ଛଳନା। ବନ୍ଧୁ ବିବେକାନନ୍ଦ ଚେତନା ଶୀର୍ଷକ, ସୃଷ୍ଟିରେ ସୌରଭନା। ସାରା ପୃଥିବୀଟା ଭାତୃତ୍ୱ ସତାର, ସଜେଇଲେ ବିଶ୍ୱବନ୍ଧୁ। ହେ ବନ୍ଧୁ ବୁଝ ଭାତୃତ୍ୱ ପ୍ରେମ, ଆଜି ଯୁଦ୍ଧ ନୁହେଁ ଶ୍ରେଷ୍ଠ ବିନ୍ଦୁ। କନ୍ଧମାଳ କବି ପ୍ରକୃତି ଛନ୍ଦନ, ଅମୀୟ ପ୍ରାଣର ସତା। ପ୍ରକୃତି ଏଇଠି ବାସ୍ତବତା ସ୍ୱର, ବନ୍ଧୁ ଘେନିବ କି କବି ବାର୍ତ୍ତା। ଯୁଦ୍ଧ ଏକ ଭ୍ରମ ରାସ୍ତା,